ଆଜିର ଏଇ ଆନ୍ତର୍ଜାତିକ ମହିଳା ଦିବସ ପାଇଁ ମୁଁ ସମସ୍ତଙ୍କୁ ସ୍ୱାଗତ ଏବଂ ଶୁଭେଚ୍ଛା ଜଣାଉଛି। ସମସ୍ତ ନାରୀଙ୍କୁ ଆଜି ମୁଁ ଗୋଟେ ଜିନିଷ କହିବାକୁ ଚାହୁଁଛି, ଆଜି ହୁଏତ ସେଇ ଅଧିକାର ଆଉ କର୍ତ୍ତବ୍ୟ ଭିତରେ ହରଡ଼ ଗହଣରେ ରହିଥିବା ଏଇ ମହିଳା ଆଜି କର୍ତ୍ତବ୍ୟକୁ ନିଜର ନିଷ୍ଠା ଭାବରେ ନେଇଥିବାରୁ ହିଁ ଆଜି ସେ ମହିଳା ଆଉ ମହିଳା ଦିବସ ପାଳନ କରାଯାଉଛି। ମହିଳା ଦିବସରେ ଆଜି ମୋର ସମସ୍ତ ନାରୀ ଏବଂ ସମସ୍ତ ମହିଳାମାନଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି ଆଉ କହୁଛି, ଆଜିର ଏଇ ଦିବସରେ ସମସ୍ତେ ଶପଥ କରନ୍ତୁ ଯେ ସମସ୍ତେ ନିଜେ ନିଜେ ନିଜ ସଶକ୍ତିକରଣ ପାଇଁ ନିଜେ ନିଜ ପାଇଁ ନିଜ ଦମ୍ଭରେ ଠିଆ ହୁଅନ୍ତୁ ଆଉ ନିଜେ ନିଜ ପାଇଁ କିଛି କରନ୍ତୁ ଆଉ ସମସ୍ତଙ୍କୁ ଏହିପରି କର୍ତ୍ତବ୍ୟ ଆଉ ନିଷ୍ଠା ଆଉ ସ୍ନେହରେ ବାନ୍ଧି ରଖନ୍ତୁ। ଆକ୍ଚୁଆଲି ସାର୍, ମହିଳା ଦିବସରେ ମୁଁ ଆଜି କହିବାକୁ ଚାହୁଁଛି, ଯେତିକି ମହିଳା ଅଛନ୍ତି ଆଜି ବି କେତେ ପରିମାଣରେ ମହିଳାମାନେ ବାହାରକୁ ବାହାରି ନାହାନ୍ତି। ସେମାନଙ୍କୁ ତାଙ୍କର ସୋସାଇଟି, ତାଙ୍କର ସାମାଜିକ ପରିବେଶ ବି ତାଙ୍କୁ ଆଲାଉ କରୁନି। ଆଜି ବି ଯେମିତି ଆପଣ ଦେଖିବେ ବାହାର ଛୋଟ ଛୋଟ ଗାଁ ଗୁଡ଼ାକୁ ଯିବେ, ସେମାନଙ୍କ ପାଖରେ ବହୁତ ବହୁତ ପ୍ରକାରର ତାଙ୍କ ପାଖରେ ଅନ୍ତର୍ନିହିତ ଗୁଣ ଥାଏ, କିନ୍ତୁ ସେମାନେ ଆଗକୁ ଯାଇପାରୁନାହାନ୍ତି। କାରଣ ସେମାନଙ୍କର ଯେଉଁ ବାହାରିବା, ଯେଉଁ ଆଜିକାଲି ଯେଉଁ ଆରମ୍ଭ ହୋଇଛି ଆମର ଯେଉଁ ପରବରୁ କିଛି ଅଂଶରେ ବାହାରକୁ ବାହାରିଲେଣି, ତଥାପି ସମାଜରେ କଳୁଷିତ ବି ବହୁତ ହେଉଛି। ସେଥିପାଇଁ ବୋଲି ମା ମାନେ ବି ଇଚ୍ଛା କରୁନାହାନ୍ତି ଗାଁରେ ଯେଉଁ ଛୁଆମାନେ ଅଛନ୍ତି କି ଝିଅମାନେ ଅଛନ୍ତି ସେମାନଙ୍କୁ ବାହାରକୁ କାଢ଼ିବା ପାଇଁ। କିନ୍ତୁ ନିଜେ ନିଜ ଦମ୍ଭରେ ହିଁ ଆଜିକାଲି ଚାଲିବାକୁ ପଡ଼ିବ, ନହେଲେ କେହି କାହାର ନୁହନ୍ତି। ସମସ୍ତେ ନିଜେ ନିଜର ଆତ୍ମବିଶ୍ୱାସ ଆଉ ଆତ୍ମସମ୍ମାନକୁ ଧରିକି ଯଦି ଆମେ ଚାଲିବା ତାହେଲେ ସମସ୍ତେ ଆଗକୁ ବଢ଼ିପାରିବା। ଦେଖନ୍ତୁ, ମୁଁ ତ ପ୍ରଥମେ ଆଜି ମହିଳା ଦିବସରେ ମୁଁ ସମଗ୍ର ମହିଳା ଜାତିକୁ ଶୁଭେଚ୍ଛା ଓ ଶୁଭକାମନା ଦେବି। ଆଜି ଯୋଉ ସମାଜରେ ଯୋଉ ଭଳି ମହିଳା ମାନେ ଆଗକୁ ବି ବଢିଛନ୍ତି, ମାନେ ବଢିବା ସତ୍ତ୍ୱେ ବି ତାଙ୍କର କୋଉଠି ଗୋଟେ କିଛି ତାଙ୍କୁ ମାନେ ବାଧାବିଘ୍ନ ଦଉଛି, ତ ସମ୍ପୂର୍ଣ୍ଣ ଭାବରେ ସେଇ ମାନେ ନିଜେ ଫ୍ରିଡମ ମାନେ ସେତିକି ପାଇନାହାନ୍ତି। ତ ଆଗକୁ ଏହା ପ୍ରତି ଯୋଉଠି ବି ସେମାନେ ଯେତେ ଆଜି ଯେତେ ଓମେନ୍ସ ଯେତେ ଇମ୍ପାୱାରମେଣ୍ଟ ହେଲେ ମଧ୍ୟ ତାର କୋଉଠି ନା କୋଉଠି ଅଫିସ ହଉ କିମ୍ବା ଘରେ ହଉ କିମ୍ବା ସ୍କୁଲ କଲେଜ ହଉ କୋଉଠି ଗୋଟେ ସେ କେମିତି ନା କେମିତି ଗୋଟେ ଲୋକଙ୍କ ଦ୍ଵାରା ଡୋମେଷ୍ଟିକ ଭାଓଲେନ୍ସ ଉପରେ ସେ ପଡୁଛି। ତ ଆମେ ନେଇକି ସେଗୁଡାକୁ ଆଖି ଆଗରେ ରଖିକି ମାନେ ଆଗକୁ ତାକୁ କେମିତି ଏଗୁଡାକ ସବୁ ସମାଧାନ ହେଇପାରିବ, ତାପରେ ସରକାରଙ୍କୁ ବି ଆମେ ଅନୁରୋଧ କରୁଛୁ ଯୋଉଠି କି ଆଜିର ଡେଟରେ କୋଉଠି କୋଉଠି କିଛି କ୍ରାଇମ ହଉଛି, ତ ସେଇ ଯୋଉ କ୍ରାଇମ କୁ ନେଇକି ସେମାନେ ମାନେ ତୁରନ୍ତ ଗୋଟେ ଜଜମେଣ୍ଟ ପାଇବା ଦରକାର ଗୋଟେ ଲେଡିଜ।